जय जगन्नाथ सांग माने नमस्कार दर्शक बंधु। बैशाख मास शुक्लपक्ष द्वितीय तिथि रे पड़े अक्षय तृतीया। एही तिथि रे प्रभुंकर रथ काठ अनुकूल होइथाए। एही दिन ठारू रथ काम आरंभ होइथाए। ता सहित प्रभुंकर चंदन यात्रा मध्य आरंभ होइथाए। तेबे श्री जीउंकर रथ काठ किपरि अनुकूल होइथाए, किए करंती रथ काठर अनुकूल, चलंतु जानिबा एहार रहस्य आजिर एई वीडियो माध्यमरे। अक्षय तृतीय दिन श्रीमंदिर सम्मुखरे तीन रथ पाई तीनोटी उदर काठ रखी दिया जाइथाए। ସେହି ଦିନ ମହାପ୍ରଭୁଙ୍କର ମଧ୍ୟାହ୍ନ ଭୋଜନ ପରେ ପ୍ରଭୁଙ୍କ ଠାରୁ ଆଜ୍ଞାମାଳ ନେଇ ବଡ଼ ଦେଉଳର ପୁରୋହିତ, ସ୍ୱତୀୟ ବ୍ରାହ୍ମଣ, ରାଜଗୁରୁ, ବଡ଼ ଯୋଗ୍ୟ ଆଚାର୍ଯ୍ୟମାନେ ବିଧି ଅନୁଯାୟୀ ପୂଜା କାର୍ଯ୍ୟ ଆରମ୍ଭ କରନ୍ତି। ତିନି ରଥ ମୁଖ୍ୟ ବିଶ୍ୱକର୍ମାମାନେ ତିନୋଟି ରଥରେ ଶାଢ଼ୀ ବାନ୍ଧି ନିଜର ବ୍ରତ ଆରମ୍ଭ କରନ୍ତି। ରଥ କାଠ ନିର୍ମାଣ ନ ହେବା ଯାଏଁ ସେମାନେ ହବିଷ ଭକ୍ଷଣ କରନ୍ତି। ପରମ୍ପରା ଅନୁସାରେ 12 ଫୁଟ ଲମ୍ବର ତିନୋଟି ଉଦାର କାଠକୁ ବଡ଼ ଦେଉଳର ପୁରୋହିତମାନେ ପୂଜା କରନ୍ତି। ଏହି ରଥ ନିର୍ମାଣ ପାଇଁ ଏକ ଅସ୍ଥାୟୀ ତାଟି ନିର୍ମାଣ କରାଯାଇଥାଏ। ରଥ ସହିତ ଓ ଶିଳ୍ପଶାସ୍ତ୍ର ଅନୁସାରେ ମନ୍ଦିରର ପୁରୋହିତ ପ୍ରଥମେ ତାଳଧ୍ୱଜ, ତାପରେ ନନ୍ଦିଘୋଷ ଆଉ ଶେଷରେ ଦର୍ପଦଳନ କାଠରେ ସୁନା କୁରାଢ଼ୀ ପଶ କରି ରଥ କାର୍ଯ୍ୟ ଆରମ୍ଭ କରନ୍ତି। ଅକ୍ଷୟ ତୃତୀୟ ଦିନଠାରୁ ମହାପ୍ରଭୁ ଜଗନ୍ନାଥଙ୍କର ଚନ୍ଦନ ଯାତ୍ରା ମଧ୍ୟ ଆରମ୍ଭ ହୋଇଥାଏ। ଅକ୍ଷୟ ତୃତୀୟ ଦିନ ମଧ୍ୟାହ୍ନ ଧୂପ ପରେ ପ୍ରତିମାମାନଙ୍କୁ ଆଜ୍ଞାମାଳ ମିଳେ। ମହାପ୍ରଭୁ ଜଗନ୍ନାଥଙ୍କର ଆଜ୍ଞାମାଳ ମଦନମୋହନଙ୍କୁ ଆଉ ବଳଭଦ୍ରଙ୍କର ଆଜ୍ଞାମାଳ ଦିଆଯାଏ ରାମକୃଷ୍ଣଙ୍କୁ। ଆଜ୍ଞାମାଳ ପାଇବା ପରେ ପ୍ରତିମାମାନଙ୍କୁ ମୁକ୍ତି ମଣ୍ଡପ ଆଗରେ ବିମାନରେ ବିଜେ କରାଯାଏ। ବିମାନରେ ଲକ୍ଷ୍ମୀ, ସରସ୍ୱତୀ, ମଦନମୋହନ ବିଜେ କରନ୍ତି। ଆଉ ବଜ୍ରଦନ୍ତ ପାଲିଙ୍କିରେ ବିଜେ କରନ୍ତି ରାମକୃଷ୍ଣ। ବିମାନକୁ ଘଣ୍ଟି, ଘଣ୍ଟ, ଛତା, କାହାଳୀ, ପଟୁଆରରେ ଶ୍ରୀମନ୍ଦିରରୁ ବାହାରକୁ ଅଣାଯାଏ। ତାହା ସହିତ ପଞ୍ଚୁ ପାଣ୍ଡବ ଅର୍ଥାତ୍ ପଞ୍ଚୁ ମହାଦେବ ଶ୍ରୀ ଲୋକନାଥ, ଶ୍ରୀ ମାର୍କଣ୍ଡେଶ୍ୱର, ଶ୍ରୀ ନୀଳକଣ୍ଠେଶ୍ୱର, ଶ୍ରୀ ଜବେଶ୍ୱର ଓ ଶ୍ରୀ କପାଳମୋଚନୀ ବିଜେ କରନ୍ତି। ଚନ୍ଦନ ମଣ୍ଡପକୁ ଯିବା ବାଟରେ ମନ୍ଦିର ବାହାରେ ରଥ କାଠ ଅନୁକୂଳ ହୋଇଥିବା ଦଉରା କାଠରେ ବିମାନମାନ ରଖାଥାଏ। ସେଠାରେ ସେବକମାନେ ତାଙ୍କୁ ଆଜ୍ଞା ମାଗି ଥାଆନ୍ତି ଆଉ ପ୍ରଭୁଙ୍କୁ ଆଜ୍ଞାମାଳ ଦେଇ ଆଜ୍ଞା ଦେଇଥାନ୍ତି। ଏହି ବିଧି ସରିବା ପରେ ବିମାନ ନରେନ୍ଦ୍ର ପୋଖରୀକୁ ବାହାରିଥାଏ। ତେବେ ଦର୍ଶକ ବନ୍ଧୁ, ଆଜିର ଭିଡ଼ିଓଟି କିପରି ଲାଗିଲା ନିହାତି କମେଣ୍ଟ ବକ୍ସ ମାଧ୍ୟମରେ ଆପଣମାନଙ୍କର ମତାମତ ଜଣାଇବା ପାଇଁ ଜମାରୁ ବି ଭୁଲିବେନି। ଭିଡ଼ିଓଟି ଭଲ ଲାଗିଥିଲେ ଲାଇକ୍ କରନ୍ତୁ, ସେୟାର କରନ୍ତୁ। ଚ୍ୟାନେଲରେ ଯଦି ନୂଆ ଅଛନ୍ତି ଏବେ ହିଁ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ରହୁଛି ନମସ୍କାର। ପୁଣି ଦେଖା ହେବ ଏକ ସୁନ୍ଦର ଭିଡ଼ିଓ ସହିତ ଆଗାମୀ ଦିନମାନଙ୍କରେ। ଜୟ ଜଗନ୍ନାଥ।